ଆଉ ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଦୁଇ ପଦ ବାର୍ତ୍ତା ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି। ତ ଆଜିର ଶୀର୍ଷକ ଅଛି ସାଇବର ସେଫ୍ଟି। ବର୍ତ୍ତମାନ ଆପଣମାନେ ଦେଖୁଥିବେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥା ତରଫରୁ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସାଇବର ସେଫ୍ଟି ବିଷୟରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି, ଯାହାଦ୍ୱାରା କି ଲୋକମାନେ ସତର୍କ ହେବେ, ସଜାଗ ହେବେ ଏବଂ ନିଜର କଷ୍ଟ ଅର୍ଜିତ ଧନକୁ ସୁରକ୍ଷିତ ଭାବରେ ରଖିପାରିବେ। ତ ସେଇଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ସାଇବର ସେଫ୍ଟି ବିଷୟରେ ଦୁଇ ପଦ ବାର୍ତ୍ତା ଆସନ୍ତୁ ଶୁଣିବା। ହାତ ମୁଠେ ଆଜି ଦୁନିଆ ଆମର ଟେକ୍ନୋଲୋଜି ଆଣି ଦେଇଛି, ବିଶ୍ୱ ବ୍ରହ୍ମାଣ୍ଡର ଅଜବ ଖବର ସହଜରେ ମିଳିଯାଉଛି। ନୂଆ ଫିଚରକୁ ପକେଟରେ ଧରି ହ୍ୱାଟ୍ସଆପ୍ ମୋତେ କହୁଛି, ଅପଡ଼େଟ୍ କରି ଇନଷ୍ଟଲ୍ କର, ନହେଲେ ମୁଁ ଫେରି ଯାଉଛି। ଠକମାନଙ୍କର ଲୁଟିବା ଷ୍ଟାଇଲ ଦିନକୁ ଦିନ ତ ବଢ଼ୁଛି, ବିନା ଓଟିପିରେ ଖାଲି ହୁଏ ଟଙ୍କା, ଦିନରେ ହୋସ ଉଡ଼ୁଛି। ଅଚିହ୍ନା ଅଜଣା ଲିଙ୍କ କେବେ ଯେ କେତେବେଳେ ଆସି ଯାଉଛି, ସାବଧାନତାର ଅଭାବରେ ଟିକେ ଆକାଉଣ୍ଟ ଖାଲି ହେଉଛି। ଅଜଣା ନାମରେ କଲ୍ ଆସୁଅଛି, ବ୍ୟାଙ୍କ ଅଧିକାରୀ କହିକି ଗୋପନୀୟତାର ସୂଚନାକୁ ଧରି ହ୍ୟାକ୍ କରି ସିଏ ନେଉଛି। ବର୍ଷ ବର୍ଷ ଧରି ସଞ୍ଚିଥିବା ଧନ ନିମିଷକେ ଚାଲି ଯାଉଛି। ସଚେତନ ସଦା ଆମେ ରହିଥିବା, ସମୟ ବଦଳି ଯାଇଛି, ଏଠି ସମୟ ବଦଳି ଯାଇଛି। ଲୋଭନୀୟ କେତେ ଅଫର ଆଣିକି ବିଜ୍ଞାପନ କେତେ ଦେଉଛି, ନିରୀହ ଜନତା ନ ବୁଝି ନ ଶୁଣି ଚକ୍ରବ୍ୟୁହେ ଫସି ଯାଉଛି। ମୋବାଇଲ ଆମ ରିଚାର୍ଜ ହେଉଛି ବିନା ପରିଚୟ ଥାଇକି, ବ୍ୟାଙ୍କ ଡିଟେଲ୍ସ ନେବା ପାଇଁ ସିଏ ନୂଆ ଫଣ୍ଡା ଗୋଟେ ଧରିଛି। ବିନା ଆଦେଶରେ ପାର୍ସଲ ଯେବେ ତୁମ ନାମେ ଆସି ଯାଉଛି, ନିଶ୍ଚିତ ହୋଇବ ସୂଚନା ତୁମର ଅପରାଧୀ ପାଖେ ଯାଇଛି। ଝିଅ ବାହାଘର କରିବା ପାଇଁ କି ବାପା ରଖିଥିଲା ଟଙ୍କା, ଅପରାଧୀ ତାର ଜାଲ ବିଛେଇକି କରିଦେଲା ସବୁ ଫାଙ୍କା। ଅପରାଧୀ ଯେବେ ଅପରାଧ ପାଇଁ ନୂତନ ତରିକା ଧରିଛି, ନିରାପଦ ଭାବେ ରହିବା ପାଇଁ କି ନୂତନ